ପିଲାମାନେ ଆଜି ଆମେ ଆମ ଆପ୍ରୋଚ୍ ବହିର ଯେଉଁ ଫଲୋଅପ୍ ଲେସନ୍ ରହିଛି ଏ ସ୍ଲେଭ୍ସ ରିଡେଲ୍ ଜଣେ ଦାସର ପ୍ରହେଳିକା ଆମେ ଆଜି ଆଲୋଚନା କରିବା। ତ ଠିକ୍ ଅଛି, ତ ଦେଖିନେବା କ'ଣ ରହିଛି ବିଷୟଟି। ତ ଦେଖ, ଏ ସ୍ଲେଭ୍ସ ରିଡେଲ୍ ଜଣେ ଦାସର ପ୍ରହେଳିକା। ଠିକ୍ ଅଛି, ସିଧାସଳଖ ଟେକ୍ସଟ ଦେଖିନେବା କ'ଣ ରହିଛି। ପ୍ରଥମେ ଦେଖିନେବା କ'ଣ ରହିଛି। S1 Jimmy was an old slave. He worked under his master for a long time. His master had bought him from a slave market when he was a young boy of 11. ଦେଖିନେବା କ'ଣ ରହିଛି। ହାର୍ଡ଼ୱାର୍ଡ଼ ସ୍ଲେଭ୍ ଦାସ, ୱାର୍କଡ କାମ କରୁଥିଲା, ଅଣ୍ଡର ଅଧୀନରେ, ମାଷ୍ଟର ମାଲିକ, ଲଙ୍ଗ୍ ଟାଇମ୍ ଦୀର୍ଘ ସମୟ, ବଟ୍ ବାୟର ଭିଟୁ ବଟ୍ କିଣିଥିଲା, ସ୍ଲେଭ୍ ମାର୍କେଟ ଦାସ ବଜାର। 11 ହେଲା 11। ଠିକ୍ ଅଛି। ଜିମି ୱାଜ୍ ଆନ୍ ଓଲ୍ଡ ସ୍ଲେଭ୍। ତ ଜିମି ଗୋଟିଏ ବୃଦ୍ଧ ଦାସ ଥିଲା। ହି ୱାର୍କଡ ଅଣ୍ଡର ହିଜ୍ ମାଷ୍ଟର। ହି ୱାର୍କଡ ସେ କାମ କରୁଥିଲା, ଅଣ୍ଡର ହିଜ୍ ମାଷ୍ଟର ତା ମାଲିକ ଅଧୀନରେ ସେ କାମ କରୁଥିଲା, ଫର୍ ଏ ଲଙ୍ଗ୍ ଟାଇମ୍ ଗୋଟେ ଦୀର୍ଘ ସମୟ ପାଇଁ। ଅର୍ଥାତ୍ ଜିମି ଯିଏ ଜଣେ ଦାସ, ଦାସମାନେ କ'ଣ ନା ଯିଏ ସାରା ଜୀବନ ମାଗଣା ଖାଆନ୍ତି ପିଅନ୍ତି କାମ କରନ୍ତି, ତାଙ୍କର ମଜୁରୀ ନଥାଏ, ତାଙ୍କୁ ଆମେ ଦାସ ବୋଲି କହିଥାଉ। ଯେଉଁ ଆମର ଇତିହାସରେ ପଢ଼ିଥିବ, ଏ କ୍ରୀତଦାସ ପ୍ରଥା ଥିଲା ସେତେବେଳେ ଆଫ୍ରିକାରେ। ଏହି ବ୍ୟବସାୟ ଥିଲା, ଦାସ କିଣାବିକା ହେଉଥିଲା, ଦାସ ବଜାର ଥିଲା। ତ ସେମିତି ଜିମି ଗୋଟେ ଦାସ ଥିଲା, ଯିଏକି ତା'ର ମାଲିକ ଅଧୀନରେ ଦୀର୍ଘ ସମୟ ଧରି କାମ କରୁଥିଲା। ଠିକ୍ ଅଛି। ହିଜ୍ ମାଷ୍ଟର ହାଡ଼ ବଟ୍ ହିମ୍ ଫ୍ରମ୍ ଏ ସ୍ଲେଭ୍ ମାର୍କେଟ। ତ ହିଜ୍ ମାଷ୍ଟର ତା'ର ସେ ମାଲିକଟି ହାଡ଼ ବଟ୍ ହିମ୍ ତାଙ୍କୁ କିଣିଥିଲା, ଫ୍ରମ୍ ଏ ସ୍ଲେଭ୍ ମାର୍କେଟ ଗୋଟେ ଦାସ ବଜାରରୁ। ସେତେବେଳେ ଦାସ ବ୍ୟବସାୟ ଥିଲା, ଦାସ ବଜାରରୁ ତ ଲୋକମାନଙ୍କୁ କିଣାବିକା ହେଉଥିଲା। ଠିକ୍ ଅଛି। ଯେଉଁମାନେ ପୁଅର୍ ଫ୍ୟାମିଲିର ଥିଲେ ସେମାନେ ତାଙ୍କର ପିଲାଙ୍କୁ ବିକ୍ରି କରିଦେଉଥିଲେ, ଏବଂ ଧନିକ ଶ୍ରେଣୀର ଲୋକମାନେ ସେହି ପିଲାଙ୍କୁ କିଣି ସାରା ଜୀବନ ସ୍ଲେଭ୍ ହିସାବରେ ରଖୁଥିଲେ। ଠିକ୍ ଅଛି। ତ ସେଇ ଜିମିର ମାଲିକ ତାକୁ ଏକ ଦାସ ବଜାରରୁ କିଣିଥିଲେ। ହୁଏନ୍ ଯେତେବେଳେ କି ହି ୱାଜ୍ ଏ ୟଙ୍ଗ ବୟ ଅଫ୍ 11, ଯେତେବେଳେ କି ମାତ୍ର 11 ବର୍ଷର ସେ ଗୋଟେ ଯୁବକଟିଏ ଥିଲା ବା ପିଲାଟିଏ ଥିଲା। ସେ ସମୟରେ ତା'ର ମାଲିକ ତାକୁ ଦାସ ବଜାରରୁ କିଣିଥିଲେ। କାହାକୁ ନା ଜିମିକୁ। ଠିକ୍ ଅଛି। ଦେଖିନେବା କ'ଣ ରହିଛି ସେକେଣ୍ଡ ପାରାଗ୍ରାଫ୍। ତ ସେକେଣ୍ଡ ପାରାଗ୍ରାଫ୍ ରହିଛି ହିଜ୍ ମାଷ୍ଟର୍ସ ଚିଲଡ୍ରେନ୍ ଲାଇକ୍ଡ ହିମ୍ ଭେରି ମଚ୍। ଦେ ଲାଇକ୍ଡ ହିମ୍ ଫର୍ ହିଜ୍ ଷ୍ଟୋରିଜ୍। ହି ୱାଜ୍ ଏ ଭେରି ଗୁଡ୍ ଷ୍ଟୋରି ଟେଲର। ହି ୱାଜ୍ ଅଲସୋ ଏ ଭେରି ଗୁଡ୍ ସିଙ୍ଗର। But among the other slaves, he was famous as a riddle maker. He could make riddles out of nothing and make a fool of others. He made songs out of riddles in his stories. So everyone liked Jimmy. His master also liked him because he was faithful. ଦେଖିନେବା କ'ଣ ରହିଛି ହାଡ଼ଗୁଡ଼ା ଗୁଡ଼ାକ। ମାଷ୍ଟରର ଚିଲଡ୍ରେନ୍ ପିଲାମାନେ ଲାଇକ୍ଟି ପସନ୍ଦ କରୁଥିଲେ, ଭେରି ମଚ୍ ଖୁବ୍ ଅଧିକ, ଷ୍ଟୋରିଜ୍ ଗଳ୍ପ ବା କାହାଣୀ, ଷ୍ଟୋରି ଟେଲର ଗପ କୁହାଳି, ସିଙ୍ଗର ଗାୟକ ବା ଗୀତିକାର, ଅଦରଲା ଅନ୍ୟ, ଫେମସଲା ପ୍ରସିଦ୍ଧ, ରିଡଲ୍ ମେକର ପ୍ରହେଳିକା ପ୍ରସ୍ତୁତକାରୀ ବା ଯେ ଢଗ ତିଆରି କରେ, ନଥିଂ କିଛି ନାହିଁ, ଫୁଲ୍ ବୋକା, ଅଦର୍ସ ଅନ୍ୟମାନଙ୍କୁ, ମେଡ୍ ବନେଇ ଦେଉଥିଲା ବା ତିଆରି କରୁଥିଲା, ସଙ୍ଗସ୍ ସଙ୍ଗୀତ, ଏଭ୍ରିୱାନ୍ ପ୍ରତ୍ୟେକ, ବିକଜ କାରଣ, ଫେଥଫୁଲ୍ ହେଲା ବିଶ୍ୱସ୍ତ। ଠିକ୍ ଅଛି। ହିଜ୍ ମାଷ୍ଟର୍ସ ଚିଲଡ୍ରେନ୍ ଲାଇକ୍ଡ ହିମ୍ ଭେରି ମଚ୍। ହିଜ୍ ମାନେ ସେଇ ଜିମିର, ତ ଜିମିର ଯେଉଁ ମାଷ୍ଟର ଥିଲା ସେଇ ତାଙ୍କର ମାଷ୍ଟରର ପିଲାମାନେ ଲାଇକ୍ଡ ହିମ୍ ଭେରି ମଚ୍ ତାକୁ ଖୁବ୍ ଭଲ ପାଉଥିଲେ।
ତାକୁ ଖୁବ୍ ପସନ୍ଦ କରୁଥିଲେ। ଠିକ୍ ଅଛି। ଦେ ଲାଇକ୍ଡ ହିମ୍ ଫର୍ ହିଜ୍ ଷ୍ଟୋରିଜ୍। ସେମାନେ କାହିଁକି ତାକୁ ପସନ୍ଦ କରୁଥିଲେ ନା ଦେ ଲାଇକ୍ଡ ହିମ୍, ତାଙ୍କୁ ସେମାନେ ଏଇଥିପାଇଁ ପସନ୍ଦ କରୁଥିଲେ କି ଫର୍ ହିଜ୍ ଷ୍ଟୋରିଜ୍, ତା'ର ଗଳ୍ପ ପାଇଁ। ତ ସେ ବହୁତ ଭଲ ଗପ କହୁଥିଲା, ତେଣୁ ସେଥିପାଇଁ ତା ମାଲିକଙ୍କର ପିଲାମାନେ ତାକୁ ଭଲ ପାଉଥିଲେ। ହି ୱାଜ୍ ଭେରି ଗୁଡ୍ ଷ୍ଟୋରି ଟେଲର, କାରଣ ସେ ଗୋଟେ ଭଲ ଗପ କୁହାଳି ଥିଲା। ଜିମି ହି ୱାଜ୍ ଅଲସୋ ଏ ଭେରି ଗୁଡ୍ ସିଙ୍ଗର, ସେ ମଧ୍ୟ ଗୋଟେ ଭଲ ଗୀତିକାର ଥିଲା, ଭଲ ଗୀତ ମଧ୍ୟ ବୋଲୁଥିଲା। ତ ସେ ଭଲ ଗପ କହୁଥିଲା, ଭଲ ଗୀତ ମଧ୍ୟ ବୋଲୁଥିଲା। ବଟ୍ ଆମଙ୍ଗ ଦ ଅଦର ସ୍ଲେଭ୍ସ, କିନ୍ତୁ ଆମଙ୍ଗ ଦ ଅଦର ସ୍ଲେଭ୍ସ, ଅନ୍ୟ ଦାସମାନଙ୍କ ଗହଣରେ ହି ୱାଜ୍ ଫେମସ୍, ସେ ପ୍ରସିଦ୍ଧ ଥିଲା। ଆଜ୍ ଏ ରିଡିଲ୍ ମେକର, ଗୋଟେ ପ୍ରହେଳିକା ପ୍ରସ୍ତୁତକାରୀ ବା ଢଗ ସୃଷ୍ଟିକାରୀ ହିସାବରେ ସେ ମଧ୍ୟ ଅନ୍ୟ ଦାସମାନଙ୍କ ମଧ୍ୟରେ ପ୍ରସିଦ୍ଧ ଥିଲା। ଠିକ୍ ଅଛି। ହି କୁଡ୍ ମେକ୍ ରିଡିଲ୍ସ ଆଉଟ୍ ଅଫ୍ ନଥିଙ୍ଗ, ତ ହି କୁଡ୍ ମେକ୍, ସେ ତିଆରି କରିଦେଉଥିଲା ବା ସେ ବନେଇ ଦେଉଥିଲା ରିଡିଲ୍ସ, ଢଗ ଗୁଡ଼ାକ ବା ସେଇ ପ୍ରହେଳିକା ଗୁଡ଼ାକ ଆଉଟ୍ ଅଫ୍ ନଥିଙ୍ଗ, କିଛି ନଥିବ, ଅର୍ଥାତ୍ କୌଣସି ପ୍ରସଙ୍ଗ ବା ସେମିତି କୌଣସି ଟପିକ୍ ନଥିବ, କିନ୍ତୁ ସେ ଢଗ ତିଆରି କରିଦେବ। ଆଣ୍ଡ ମେକ୍ ଏ ଫୁଲ୍ ଅଫ୍ ଅଦର୍ସ, ଏବଂ ଅନ୍ୟମାନଙ୍କୁ ବୋକା ବନେଇଦେବ। ତ ବିନା କୌଣସି ପ୍ରସଙ୍ଗରେ ସେ ଢଗ ତିଆରି କରିଦେଉଥିଲା ଏବଂ ଅନ୍ୟମାନଙ୍କୁ ବୋକା ବନେଇ ଦେଉଥିଲା। ହି ମେଡ୍ ସଙ୍ଗସ୍ ଆଉଟ୍ ଅଫ୍ ରିଡଲ୍ସ ଇନ୍ ହିଜ୍ ଷ୍ଟୋରିଜ୍, ତ ହି ମେଡ୍ ସଙ୍ଗସ୍, ସେ ସଙ୍ଗୀତ ତିଆରି କରିପାରେ, ଆଉଟ୍ ଅଫ୍ ରିଡଲ୍ସ, ସେହି ପ୍ରହେଳିକାରୁ ବା ସେହି ଢଗରୁ ସେ ସଙ୍ଗୀତ ତିଆରି କରିପାରିବ। ଇନ୍ ହିଜ୍ ଷ୍ଟୋରିଜ୍, ତା ଗଳ୍ପମାନଙ୍କରେ ମଧ୍ୟ। ତ ସେ ଯେଉଁ ଗପ କହୁଥିଲା ସେ ଗଳ୍ପମାନଙ୍କରେ ସେ ତା'ର ସଙ୍ଗୀତ ଗୁଡ଼ିକରୁ ବିଭିନ୍ନ ଢଗ ତିଆରି କରି କହିଦେଉଥିଲା। ଠିକ୍ ଅଛି। ସୋ ଏଭ୍ରି ୱାନ୍ ଲାଇକ୍ଡ ଜିମି, ସୋ ତେଣୁ ଏଭ୍ରି ୱାନ୍, ପ୍ରତ୍ୟେକ, ଲାଇକ୍ଡ ଜିମି, ସମସ୍ତେ ଜିମିକୁ ଭଲ ପାଉଥିଲେ। ତ ଠିକ୍ ଅଛି। ତ ମାଲିକଙ୍କର ପିଲାମାନେ ଭଲ ଗପ ଶୁଣୁଥିବା ହେତୁ ତାକୁ ଭଲ ପାଉଥିଲେ। ଅନ୍ୟ ସ୍ଲେଭ୍ ମାନେ ସେ ଭଲ ରିଡିଲ୍ ମେକର ହୋଇଥିବାରୁ ସେମାନେ ମଧ୍ୟ ତାକୁ ଭଲ ପାଉଥିଲେ। ହିଜ୍ ମାଷ୍ଟର ଅଲସୋ ଲାଇକ୍ଡ ହିମ୍, ସେ ଜିମିର ମାଲିକ ମଧ୍ୟ ତାକୁ ଖୁବ୍ ଭଲ ପାଉଥିଲା। ବିକଜ୍, କାରଣ ହି ୱାଜ୍ ଫେଥଫୁଲ୍, ସେ ବହୁତ ବିଶ୍ୱସ୍ତ ଥିଲା। ଏ ସରିଯାଇଛି ତୁମର SCB1। ତ ଆମେ ଏକାଥରକେ SCB2 ଦେଖିନେବା ଏବଂ ତା'ର ଆକ୍ଟିଭିଟି ଏକାଥରକେ ଆମେ କରିଦେବା। ଠିକ୍ ଅଛି। ତ ଦେଖ କ'ଣ ରହିଛି SCB2, ଗୋଟିଏ ପାରାଗ୍ରାଫ ରହିଛି, ଆମେ ଦେଖିନେବା। ପାରାଗ୍ରାଫ 4, ଏଭ୍ରି ୱାନ୍ ଥଟ୍ ଦ୍ୟାଟ୍ ଜିମି ୱାଜ୍ ହାପି ବଟ୍ ହି ୱାଜ୍ ଭେରି ସ୍ୟାଡ୍ ଆଟ୍ ହାର୍ଟ ବିକଜ୍ ହି ୱାଜ୍ ଏ ସ୍ଲେଭ୍। He had no freedom. In those days, if one was born a slave, he died a slave. Only if a master wanted his slave to be free, he could be free. But no master ever wanted his slave to be free. तो ठीक अच्छी देखने बा कौन डिफिकल्ट वर्ड। एवरीवन, प्रत्येक, थॉट, चिंता करुथिले, हैप्पी, खुशी, भेरी सैड, खूब दुखित, हार्ट, अंतरे बा हृदय, स्लेव, दास, फ्रीडम, स्वाधीनता, बर्न, जन्म हेबा, स्लेव, दास, वांटेड, इच्छा कला, फ्री, मुक्त। ठीक अच्छे देखने कौन रही पूरा पाराग्राफटी। एवरीवन थॉट दैट जिमी वाज हैप्पी, तो एवरीवन, प्रत्येक, थॉट दैट, यह चिंता करुले जे भावुले जे जिमी वाज हैप्पी, जिमी बहुत खुशी थिला बोली समस्त भावती। बट ही वाज भेरी सैड एट हार्ट, किंतु से अंतर हृदय खूब दुखित थिला। बिकज, कारण ही वाज ए स्लेव, कारण से गोटे दास थिला बोली समस्ते ऊपर को भावती जे से बहुत खुशी अच्छी, किंतु प्रकृत में कारण से अन्य को खुशी कराई दिए, किंतु प्रकृत से दुखित थिला। ता कारण हूँ कि से जड़े दास बोली ता मन मध्य से दुखित रोला। ठीक अच्छे। ही हाड नो फ्रीडम, कारण तार कौन स्वाधीनता नाला, तार फ्रीडम नाला। तो इन दोज डेज, से दिन गुड़ाक, इफ, जदि, वन वाज ए बॉर्न ए स्लेव, जदि जड़े दास हिसाब से जन्म होता, ही डाइड ए स्लेव, से दास हिसाब से ही मरला। ओनली इफ ए मास्टर वांटेड हिज स्लेव टू बी फ्री, ओनली, तो केवल, इफ ए मास्टर, जदि गोटे
ମାଲିକ ୱାଣ୍ଟେଡ୍ ହିଜ୍ ସ୍ଲେଭ୍ ଯଦି ଚାହୁଁଥିଲା ତା'ର ଦାସକୁ ଟୁ ବି ଫ୍ରି ମୁକ୍ତ କରିଦେବା ପାଇଁ ହି କୁଡ୍ ବି ଫ୍ରି ତାହେଲେ ସେ ମୁକ୍ତ ହୋଇପାରୁଥିଲା। ତ ଠିକ୍ ଅଛି। ତ ସେଇ ଦିନ ଗୁଡ଼ାକରେ ଯଦି ଆମେ ଜଣକୁ ଦାସ ହିସାବରେ ବନେଇଦେଲେ ତାହେଲେ ତା'ର ମରିବା ଯାଏଁ ସେ ସେଇ ଦାସ ହିଁ ରହିବ। ତ କେବଳ ଗୋଟିଏ ଉପାୟ, ଯଦି କୌଣସି ମାଲିକ ଚାହିଁବେ ସେ ତାଙ୍କର ଦାସକୁ ମୁକ୍ତ କରିପାରିବେ। ବଟ୍ ନୋ ମାଷ୍ଟର ଏଭର୍ ୱାଣ୍ଟେଡ୍ ହିଜ୍ ସ୍ଲେଭ୍ ଟୁ ବି ଫ୍ରି। କିନ୍ତୁ କୌଣସି ବି ହେଲେ ମାଲିକ ତାଙ୍କର ଦାସକୁ ମୁକ୍ତ କରିବା ପାଇଁ ଇଚ୍ଛା କରୁନଥିଲେ ବା ଚାହୁଁନଥିଲେ। ଠିକ୍ ଅଛି। ଏବେ ଆମେ ଦେଖିଦେବା ବହୁତ ଆକ୍ଟିଭିଟିଜ୍ କ'ଣ ରହିଛି। ଦେଖ SG1 ଫାର୍ଷ୍ଟ ନମ୍ବର ରହିଛି ହୁ ଇଜ୍ ଦିସ୍ ପାରାଗ୍ରାଫ୍ ଏବାଉଟ୍। ପାରାଗ୍ରାଫଟି କାହା ବିଷୟରେ ଅଛି ନା ଦିସ୍ ପାରାଗ୍ରାଫ୍ ଇଜ୍ ଏବାଉଟ୍ ଜିମି। ଏ ପାରାଗ୍ରାଫଟି ଜିମି ବିଷୟରେ ଅଛି। ନମ୍ବର 2 ରହିଛି ହ୍ୱାଟ୍ ୱାଜ୍ ହି। ସେ କ'ଣ ଥିଲା ନା ହି ୱାଜ୍ ଆନ୍ ଓଲ୍ଡ ସ୍ଲେଭ୍। ସେ ଗୋଟେ ବୃଦ୍ଧ ଦାସ ଥିଲା। ଦେଖ ନମ୍ବର 3 କ'ଣ ରହିଛି। ନମ୍ବର 3 ରହିଛି ହ୍ୱେୟାର୍ ଡିଡ୍ ହି ୱାର୍କ ଫର୍ ଏ ଲଙ୍ଗ୍ ଟାଇମ୍। ସେ କେଉଁଠାରେ ଏକ ଦୀର୍ଘ ସମୟ ପାଇଁ କାମ କରିଥିଲା ନା ହି ୱାର୍କଡ୍ ଅଣ୍ଡର ହିଜ୍ ମାଷ୍ଟର ଫର୍ ଏ ଲଙ୍ଗ୍ ଟାଇମ୍। ତା'ର ମାଲିକ ଅଧୀନରେ ସେ ଦୀର୍ଘ ଦିନ ପାଇଁ କାମ କରିଥିଲା। ନମ୍ବର 4 ରହିଛି ହ୍ୱେୟାର୍ ହାଡ୍ ହିଜ୍ ମାଷ୍ଟର ବଟ୍ ହିମ୍ ଫ୍ରମ୍। ତା'ର ମାଲିକ ତାକୁ କେଉଁଠୁ କିଣିଥିଲେ। ହିଜ୍ ମାଷ୍ଟର ହାଡ୍ ବଟ୍ ହିମ୍ ଫ୍ରମ୍ ଏ ସ୍ଲେଭ୍ ମାର୍କେଟ୍। ତା'ର ମାଲିକ ତାକୁ ଏକ ଦାସ ବଜାରରୁ କିଣିଥିଲେ। ନମ୍ବର 5 ରହିଛି ହାଉ ଓଲ୍ଡ ୱାଜ୍ ଜିମି ଦେନ୍। ଜିମି ସେତେବେଳେ କେତେ ବର୍ଷ ହେଇଥିଲା ନା ଜିମି ୱାଜ୍ ଦେନ୍ 11 years old। ସେ ମାତ୍ର 11 ବର୍ଷ ବୟସର ହେଇଥିଲା। ନମ୍ବର 6 ରହିଛି ହୁ ଲାଇକ୍ଡ ହିମ୍ ଭେରି ମଚ୍। କିଏ ତାଙ୍କୁ ଖୁବ୍ ଭଲ ପାଉଥିଲେ ବା ପସନ୍ଦ କରୁଥିଲେ ନା ହିଜ୍ ମାଷ୍ଟର୍ସ ଚିଲଡ୍ରେନ୍ ଲାଇକ୍ଡ ହିମ୍ ଭେରି ମଚ୍। ସେ ମାଲିକର ପିଲାମାନେ ତାଙ୍କୁ ଖୁବ୍ ପସନ୍ଦ କରୁଥିଲେ ବା ଭଲ ପାଉଥିଲେ। ନମ୍ବର 7 ରହିଛି ହ୍ୱାଇ ଡିଡ୍ ଦେ ଲାଇକ୍ ହିମ୍। ତ କାହିଁକି ସେମାନେ ତାକୁ ପସନ୍ଦ କରୁଥିଲେ। ଦେ ଲାଇକ୍ଡ ହିମ୍ ଫର୍ ହିଜ୍ ଷ୍ଟୋରିଜ୍। ତା'ର ଗଳ୍ପ ବା କାହାଣୀ ପାଇଁ ସେ ତାକୁ ଅଧିକ ପସନ୍ଦ କରୁଥିଲେ। ନମ୍ବର 8 ରହିଛି ହି ୱାଜ୍ ଗୁଡ୍ ଆଟ୍ 2 things ହ୍ୱାଟ୍ ୱେଆର୍ ଦେ। ସେ ଦୁଇଟି ଜିନିଷରେ ଖୁବ୍ ନିପୁଣ ଥିଲା। ସେ ଦୁଇଟି କ'ଣ ନା ହି ୱାଜ୍ ଫେମସ୍ ଆଟ୍ 2 things। ଦେ ୱେଆର୍ ଏ ଗୁଡ୍ ସିଙ୍ଗର ଆଣ୍ଡ ଷ୍ଟୋରି ଟେଲର। ଭଲ ଗପ କୁହାଳି ଭଲ ଗୀତିକାର ଜଣେ। ନମ୍ବର 9 ରହିଛି ହାଉ ୱାଜ୍ ହି ଫେମସ୍ ଆମଙ୍ଗ ଦ ସ୍ଲେଭ୍ସ। ସେ ଦାସମାନଙ୍କ ଗହଣରେ କେଉଁ ହିସାବରେ ପ୍ରସିଦ୍ଧ ଥିଲା। ହି ୱାଜ୍ ଫେମସ୍ ଆଜ୍ ଏ ରିଡଲ୍ ମେକର ଆମଙ୍ଗ ଦ ସ୍ଲେଭ୍ସ। ଅନ୍ୟ ଦାସମାନଙ୍କ ଭିତରେ ସେ ଗୋଟେ ଭଲ ରିଡଲ୍ ମେକର ହିସାବରେ ବା ପ୍ରହେଳିକା ସୃଷ୍ଟିକାରୀ ହିସାବରେ ପ୍ରସିଦ୍ଧ ଥିଲା। ନମ୍ବର 10 ରହିଛି ହାଉ କୁଡ୍ ହି ମେକ୍ ଏ ଫୁଲ୍ ଅଫ୍ ଅଦର୍ସ। ସେ ଅନ୍ୟମାନଙ୍କୁ କେମିତି ବୋକା ବନାଏ। ହି କୁଡ୍ ମେକ୍ ରିଡଲ୍ସ ଆଉଟ୍ ଅଫ୍ ନଥିଙ୍ଗ ଆଣ୍ଡ ମେକ୍ ଏ ଫୁଲ୍ ଅଫ୍ ଅଦର୍ସ। ତ ବିନା କୌଣସି ପ୍ରସଙ୍ଗରେ ମଧ୍ୟ ସେ ରିଡଲ୍ ସୃଷ୍ଟି କରିପାରେ ଏବଂ ଅନ୍ୟକୁ ବୋକା ବନାଇ ଦିଏ। ନମ୍ବର 11 ରହିଛି ଡିଡ୍ ଏଭ୍ରିୱାନ୍ ଲାଇକ୍ ଜିମି ହିଜ୍ ମାଷ୍ଟର ଅଲସୋ ହ୍ୱାଇ। ପ୍ରତ୍ୟେକ ଜଣ କ'ଣ ଜିମିକୁ ପସନ୍ଦ କରନ୍ତି କି ତାଙ୍କର ମାଲିକ ମଧ୍ୟ କ'ଣ ପସନ୍ଦ କରନ୍ତି କି ତ ହ୍ୱାଇ କାହିଁକି ନା ଏସ୍ ଏଭ୍ରିୱାନ୍ ଲାଇକ୍ଡ ଜିମି। ପ୍ରତ୍ୟେକ ଜିମିକୁ ପସନ୍ଦ କରନ୍ତି। ହିଜ୍ ମାଷ୍ଟର ଅଲସୋ ତା'ର ମାଲିକ ମଧ୍ୟ ଲାଇକ୍ଡ ହିମ୍ ତାଙ୍କୁ ପସନ୍ଦ କରୁଥିଲା। ବିକଜ୍ କାରଣ ହି ୱାଜ୍ ଫେଥଫୁଲ୍ କାରଣ ସେ ତାଙ୍କର ଅତି ବିଶ୍ୱସ୍ତ ଥିଲା। ଠିକ୍ ଅଛି। SGB1 ଆକ୍ଟିଭିଟି ସରିଯାଇଛି। ଏବେ ଦେଖିନେବା କ'ଣ ହେଇଛି SGB2 ଆକ୍ଟିଭିଟିଜ୍। ତ ଫାର୍ଷ୍ଟ ନମ୍ବର ରହିଛି ହ୍ୱାଟ୍ ଡିଡ୍ ଏଭ୍ରିୱାନ୍ ଥିଙ୍କ ଅଫ୍ ଜିମି। ପ୍ରତ୍ୟେକ ଜିମି ବିଷୟରେ କ'ଣ ଭାବନ୍ତି ନା ଏଭ୍ରିୱାନ୍ ଥଟ୍ ଦ୍ୟାଟ୍ ଜିମି ୱାଜ୍ ହ୍ୟାପି। ପ୍ରତ୍ୟେକ ଭାବନ୍ତି ଯେ ଜିମି ଖୁସି ଥିଲା ବୋଲି। ନମ୍ବର 2 ରହିଛି ୱାଜ୍ ହି ରିଏଲି ହ୍ୟାପି। ସେ ପ୍ରକୃତରେ ଖୁସି ଥିଲା କି ନୋ ନା ହି ୱାଜ୍ ନଟ୍ ରିଏଲି ହ୍ୟାପି। ସେ ପ୍ରକୃତରେ ଖୁସି ନଥିଲା। ତ ଦେଖିବା ନମ୍ବର 3 କ'ଣ ରହିଛି ହ୍ୱାଇ ୱାଜ୍ ହି ସ୍ୟାଡ୍। ସେ କାହିଁକି ଦୁଃଖିତ ଥିଲା ନା ହି ୱାଜ୍ ସ୍ୟାଡ୍ ବିକଜ୍ ହି ୱାଜ୍ ଏ ସ୍ଲେଭ୍। ସେ ଦୁଃଖିତ ଥିଲା କାରଣ ସେ ଗୋଟେ ଦାସ ଥିଲା ବୋଲି। ନମ୍ବର 4 ରହିଛି ହ୍ୱାଟ୍ ହ୍ୟାପେଣ୍ଡ ଟୁ ସ୍ଲେଭ୍ସ ଇନ୍ ଦୋଜ୍ ଡେଜ୍। ତ ସେଇ ଦିନ ଗୁଡ଼ିକରେ ଦାସମାନଙ୍କ ସହିତ କ'ଣ ଘଟୁଥିଲା ନା ଇନ୍ ଦୋଜ୍ ଡେଜ୍ ଇଫ୍ ୱାନ୍ ୱାଜ୍ ବର୍ନ ଏ ସ୍ଲେଭ୍ ହି ଡାଏଡ୍ ଆଜ୍ ଏ ସ୍ଲେଭ୍। ଯଦି ସେହି ଦିନ ଗୁଡ଼ାକରେ ଜଣେ ଦାସ ହିସାବରେ ବଞ୍ଚୁଥିଲା ବା ଜଣକୁ ଆମେ ଦାସ ବନାଇ ଦିଆଯାଉଥିଲା ତ
से दास हिसाब से ही मरुला। ठीक अच्छे। नंबर 5 रही बट देयर वाज ए चांस फॉर ए स्लेव टू बी फ्री व्हाट वाज दैट सेठी गोटे सुजोग थिला जन को दासर मुक्ति मिलवाई सेटा कौन थिला ना देयर वाज ओनली वन चांस फॉर ए स्लेव टू बी फ्री दैट वाज ता थिला कि इफ ए मास्टर वांटेड देन ही कुड बी फ्री जदि तार मालिक चाहिए से मुक्त हो पार। ठीक अच्छे। नंबर 6 देखा कौन रही डिड एनी मास्टर एवर वांटेड हिज स्लेव टू बी फ्री कौन कौन मालिक केवे चाहूले कि तांकर दास को मुक्त करने। नो ना एनी मास्टर डिड नॉट वांट टू हिज स्लेव टू बी फ्री कौन मालिक केवे चाहू नथिले तांकर दास को मुक्त करने। नंबर 7 रही डू यू थिंक जिमी विल बी सेट फ्री तुम कौन लगुच कि जिमी मुक्त हम बोली तो हाँ यस आई थिंक जिमी वुड बी सेट फ्री बिकज हिज मास्टर लाइक्ड हिम भेरी मच कारण तांकर मालिक ताको खूब भल पाउथिले तेणु आम आशा करुचु जे हुए तो से मुक्त करदे बोली। ठीक अच्छे। ये सर तुम बोथ SCB 1 and 2। ठीक अच्छे। देखो किसी भी डाउट थी तुम कमेंट दे पार। थैंक्स फॉर वाचिंग।